ଖରାଦିନେ ଚାଷୀଟେ ଗଛ ମୂଳରେ ହାଲିଆ ହୋଇ ବସିଥିଲା। ସେତିକିବେଳେ ଗୋଟେ ଚଢ଼େଇ ଆସିକି ଗଛ ମୂଳରେ ବସିଲା ଓ ସେ ପର ଝାଡ଼ି ଦଉ ଦଉ ସେଥିରୁ ଖାଲି ସୁନା ଟଙ୍କା ବାହାରିଲା। ଚାଷୀଟି ଆଶ୍ଚର୍ଯ୍ୟ ହୋଇଗଲା, କହିଲା ମୁଁ ଆକୁ ଘରକୁ ନେଇକି ଯିବି। ସେ ଜାଲ ବସାଇଲା ଓ ଚଢ଼େଇଟିକୁ ଘରକୁ ନେଇ ଆସିଲା। ଘରକୁ ଆଣିବା ପରେ ଭାବିଲା, ଆରେ ମୁଁ ଯଦି ୟାକୁ ପାଖରେ ରଖିବି ରାଜା ମୋତେ ଦଣ୍ଡ ଦେବେ। କରି ସେ ଚଢ଼େଇକୁ ରାଜାଙ୍କ ପାଖକୁ ନେଇ ଆସିଲା ଓ ସବୁ କଥା ରାଜାଙ୍କୁ କହିଲା। ରାଜା କହିଲେ ଏ ପକ୍ଷୀଟିର ଭଲ ଭାବରେ ଯତ୍ନ ନିଆଯାଉ ଓ ତାକୁ ସୁନ୍ଦର ସୁନ୍ଦର ଖାଇବା ଦିଆଯାଉ। ଏହା ଶୁଣି ମନ୍ତ୍ରୀ କହିଲେ, ମହାରାଜ ଆପଣ ଏ ବୋକା ଚାଷୀ କଥା କ'ଣ ବିଶ୍ୱାସ କରୁଛନ୍ତି? କୌଣସି ଚଢ଼େଇ କ'ଣ କେବେ ସୁନା ଦେଇପାରେ? ରାଜା କହିଲେ, ତାହେଲେ ଚଢ଼େଇଟିକୁ ଛାଡ଼ି ଦିଆଯାଉ। ଚଢ଼େଇକୁ ଛାଡ଼ିଦେବା ପରେ ଫୁରକିନା ଉଡ଼ିଗଲା। ତା ପରରୁ ସୁନା ମୁଦ୍ରା ଝଡ଼ି ପଡ଼ିଲା। ଉଡ଼ି ଯାଉ ଯାଉ ଚଢ଼େଇ କହିଲା, ମୁଁ ବୋକା ଥିଲି, ଚାଷୀ ପାଖରେ ପର ଝାଡ଼ିଲି। ସିଏ ବୋକା ଥିଲା, ସିଏ ମୋତେ ରାଜାଙ୍କ ପାଖକୁ ଆଣିଲା। ରାଜା ବୋକା ଥିଲେ, ମନ୍ତ୍ରୀଙ୍କ କଥା ଶୁଣିଲେ ଓ ମୋତେ ଛାଡ଼ିଦେଲେ। ସବୁ ବୋକା ଗୋଟେ ଜାଗାରେ।